অরিজিনাল না ডুপ্লিকেট ভাই? মা তুমি কোন করছো আমি কিছু বুঝি পারুনি। এই যে এইটা কথা বলছো না, এটা আমার পুরা অরিজিনাল। ଖଣ୍ଡଗିରି ପାହାଡ଼ ଭଳି ହେଇଛି। ଏ ଭୁଲ। କିଏ ତମେ ଏଠି ପଶି ମୋ ଘର ଭିତରକୁ ଜବର ଅଛି ପଶି ଆସିକିରି ମୋ ଜବରର ତାରାଟାକୁ ଫଟକିନି ଖୋଲିଦେଲ। ଭାଇ ହଁ ତମେ ମତେ ଚିହ୍ନି ପାରୁନ? ତମେ ମତେ ଭାରି ଡାକୁଛ? କେମିତି କଣ ବା? ମାନେ ଶାଳୀ ଶାଳୀ? ମନେ ପକେଇଲେ ଛୋଟବେଳେ ଆସି ତମର ବା କେତେ ଥର ହୁଏ, ତମେ ନିଜେ ତମ କୋଳରେ ବସି ମତେ ସବୁବେଳେ ହେଇଠି ଭାଇ ଦିଦି ମରିଗଲା ପରେ ମୁଁ ବାହା ହେଇ ବାଙ୍ଗଲୋର ଚାଲିଗଲି। ହେଲେ କଣ ହବ? ଗତ କରୋନାରେ ମୋ ସ୍ୱାମୀ ଚାଲିଗଲେ। ଭାବିଲି ମୋର ତ ଆଉ କେହି ସାହା ଭରସା ନାହାନ୍ତି, ଯାଉଛି ମୋ ଭାଇଙ୍କ ପାଖକୁ ଭୁବନେଶ୍ୱର ଚାଲିଯିବି, ସେଇଠି ପୁରା ଲାଇଫଟାକୁ ଏନ୍ଜୟ କରିବି। ସେଇଥିପାଇଁ ଚାଲି ଆସିଲେ, ହେଲେ ତମେ ମତେ ଚିହ୍ନି ପାରୁନ? ହଁ ହଁ ମୋ ସ୍ତ୍ରୀର ସାନ ଭଉଣୀ ଭଳିଆ ଦେଖାଯାଉଛି। ଜାଣିପାରୁଛ ନା? ଚିହ୍ନି ପାରୁଛ ନା? ଆରେ ସେଇ ଆଖି, ସେଇ ନାକ, ସେଇ ଡାଳିମ୍ବ ମଞ୍ଜି ଭଳିଆ ଦାନ୍ତ, ହେଲେ ବ୍ୟାକ୍ ସାଇଡ୍ ଟା ଟିକେ ମିଶୁନି। ମିଶିବ କେମିତି? ମୁଁ ବା ବାଙ୍ଗଲୋରରେ ଜିମ୍ କରୁଥିଲି, ସେଠି ଭେଜ ଖାଇ ଫିଗର ମେଣ୍ଟେନ କରେ। ମୁଁ ବା ମଡେଲିଂ କରୁଥିଲି, ଫ୍ୟାସନ ଶୋରେ ମୁଁ ତିନି ଥର ଏକ ନମ୍ବର ହେଇଛି। ଏ ଟିଭିରେ ଯୋଉଟା କରନ୍ତି ସେଇଟା ଏଠି କରନ୍ତି ଦେଖେ। କି ଭାଇ ଏଇଠି କରିବି? ହଁ, ହଁ। ଦେଖିବ ତ? ଡାଉଟ୍ ହଉଛି ନା? ହଁ। ଦେଖ ତୁ ମୋ ଶାଢୀ ଭଳିଆ ଦେଖାଯାଉଛୁ। ତୋ ନାଁଟା କଣ? ନେଉଳି ନେଉଳି ନେଉଳି। ମତେ ଯିଏ ଦେଖେ ସିଏ ହୁଏ ବାହୁଳି। ନେଉଳି ନେଉଳି। ହେଲେ ଭାଇ ହଁ ନେଉଳି ନେଉଳି। ତମକୁ ଏବେ ବି ଦେଖିଲେ ଲାଗୁଛି ତମ ବୟସ ଯେମିତି 30 31